অপমান অপমান ঘোর অপমান ঘোর অপমান ଥିଲା মতে সে প্রচন্ড শিবানন্দ মতে ক্ষমা ভিক্ষা মখাইলা চার কোটায় নারীর চরণে মারি দেবী সে শিবানন্দ ঠাকুর মতে ক্ষমা ভিক্ষা মখাইছি মানে মো সে শিব ঠাকুর দেবী উপযুক্ত শিক্ষা। অপমান সহিবট তোর জন্মগত অধিকার পিতা কিন্তু কাহিকি কাহিকি পিতা কাহিকি সম্মান কিଏ ମାଗିଲେ ମିଳେ ନାହିଁ ସମ୍ମାନ ପାଇବାକୁ ହେଲେ ଆଗ ନିଜକୁ ଯଜ୍ଞ କର ବଜ୍ରଧର ସମ୍ମାନ ପାଇବାକୁ ହେଲେ ଆଗ ନିଜକୁ ଯଜ୍ଞ କର ବଜ୍ରଧର ନାଇଁ ପିତା ବଜ୍ରଧର ଚାହେଁ ନାହିଁ ମୁଁ ସେ ନିଜ ଜନମାନଙ୍କ ଠାରୁ ପୂଜାରଥନା ଆରେ ମୁଁ ମାତ୍ର ଚାହେଁ ସେ ଅବନ୍ତୀର ରାଜଦଣ୍ଡ ଛତ୍ର ମୁଁ କଣ ସେ ଅନୁସାର ପତି ହେବା ପାଇଁ ଗୋଟାଏ ଅଯୋଗ୍ୟ କାହିଁକି ପିତା କାହିଁକି ସେମାନେ ମତେ ମଣୁଛନ୍ତି ଧିକ୍କାର ଭର୍ଚ୍ଛନା ଲାଞ୍ଛନା କାହିଁକି ପିତା କାହିଁକି ତାକୁ ଦେଖିବି ତାର ରକ୍ତ ଠାରେ ଚାଖିବି ତାକୁ ଦେଖିବି সম্পত্তি করিবি মোর অধিকার আছে পরি কন্যা রখিবি মন মরি মতহীন মন মরি মতহীন অনন্ত রাজ্য রখিবি তাকু দেখিবি যদি নহইব বিজয় মোহর চালি দেবি অগ্নি রাজ্যরে ধ্বংস করি দেবি জীবন ধন ধ্বংস করি দেবি জীবন ধন আর করলকু ভক্ষিবি তাকু দেখিবি ତୁ ହେଉଛୁ ମୋର ଏକମାତ୍ର ପୁତ୍ର ମୋର ଭବିଷ୍ୟତ ସମସ୍ତେ ଚାହାନ୍ତି ପୁତ୍ର ହେଉ ରାମଚନ୍ଦ୍ରଙ୍କ ପରି ଆଉ କନ୍ୟା ହେଉ ସତୀ ସୀତାଙ୍କ ପରି କେହି କେବେ ଚାହାନ୍ତି ନାହିଁ ସେଇ ସୀତାରାମଙ୍କ ପରି ପୁତ୍ରର ବନବାସର କୋଷଣ ମୁଁ କେବଳ ତୋତେ ଏତିକି କହୁଛି ବଜ୍ରଧର କେବେ ହେଲେ ନ ଧରୁ ତ ନତ୍ରରୁ ଲେତକ ପିତା କେବେ ହେଲେ ନ ହେଉ ସୀତାରାମଙ୍କ ପରି ବନବାସର କୋଷଣ କେବେ ସୀତାରାମଙ୍କ ପରି ବନବାସର କୋଷଣ ତାହେଲେ ଠିକ ଅଛି ପିତା ବଜ୍ରଧର ଯଦି ତୁମେ ଚାହଁ ମୋ ମୁଖରେ ଦେଖିବା ପାଇଁ ହସ ହଁ ବଜ୍ରଧର ଆଉ ଯଦି ତୁମେ ଚାହଁ ମୋହରି ମଙ୍ଗଳ ବଜ୍ରଧର ତାହେଲେ ଏଇ ମୁହୂର୍ତ୍ତରେ ଯାଇ ଆକ୍ରମଣ କର ସେ ଅବନ୍ତୀ ନଗର ଆଉ ବନ୍ଦୀ କର ସେ ରାଜା ଯଶୋବନ୍ତକୁ ତା କନ୍ୟା ଅନୁସୂୟା ହେବ ମୋର ଚରଣ ସେବିକା ଦାସୀ এই মুহূর্তে যাই আক্রমণ করা অবন্তী নগর
କାରଣ କିନ୍ତୁ ତୁ ଥରେ ସେଇ ନର୍କ ପଥରୁ ଫେରି ଆସ ଆଉ ପବିତ୍ର ମନ ନେଇ ପ୍ରଜାମାନଙ୍କର ସେବା କର ତୁ ଦେଖିବ ମୁଁ ନିଶ୍ଚୟ ଯୁଦ୍ଧ କରିବି ମୋ ପୁତ୍ରର ନେବି ଚରମ ପ୍ରତିଶୋଧ ଚରମ ପ୍ରତିଶୋଧ କାଲି ପ୍ରଭାତରୁ ନିଶ୍ଚୟ ମୁଁ କରିବି ଅବନ୍ତିକଟକୁ ଆକ୍ରମଣ ନେବି ମୋ ପୁତ୍ରର ଚରମ ପ୍ରତିଶୋଧ ଚରମ ପ୍ରତିଶୋଧ